ଭାଇ ଏଠି ପୁରୁଷଟି ନିର୍ଯାତନାର ଶିକାର ହଉଛି, କିନ୍ତୁ ତା ପାଇଁ କେହି ସ୍ୱର ଉତ୍ତୋଳନ କରୁନାହାନ୍ତି। ଏଇ ସାହିଲି, ସୌରଭ ଆଉ ମୁସ୍କାନ ଘଟଣା ମାନେ ଦେଖନ୍ତୁ, ତାକୁ କାଟିକି ଡ୍ରମ୍ ଭିତରେ ପୁରେଇ ପିସ୍ ପିସ୍ କରିକିରି ତାକୁ ପାର୍ସଲ କରିବା ପାଇଁ ପ୍ରୋଗ୍ରାମ କରିଥିଲା। ତାକୁ ପାର୍ସଲ କରିକିରି ବୁଲିବାକୁ ପଳେଇ ଯାଇଥିଲା ତା ବୟଫ୍ରେଣ୍ଡ ସାଥିରେ ମୁସ୍କାନ। କିନ୍ତୁ ଦେଖନ୍ତୁ, ଯଦି ଏଇ ଘଟଣାଟା ନାରୀ ମାନଙ୍କ ସହିତ ହେଇନାହାନ୍ତା, କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ରାଜନୈତିକ ଦଳ ମାନେ ବାହାରି ଆକୁ ବିଭିନ୍ନ ପ୍ରକାର ହଡକମ୍ ମଚେଇଥାନ୍ତେ। କିନ୍ତୁ ଗୋଟେ ପୁରୁଷ ଏଠି ନିର୍ଯାତନା ହେଲା, ତାକୁ ମାରି ଦିଆଗଲା। ତା ଏଗନେଷ୍ଟରେ କୌଣସି ରାଜନୈତିକ ଦଳ ଆସିକିରି ରାଜରାସ୍ତାରେ ହଙ୍ଗାମ କଲେଣି କି ସରକାରଙ୍କୁ ପ୍ରଶ୍ନ କଲେଣି କି? ନାହିଁ। କଣ ପାଇଁ କହିଲ? ଏଠି ପୁରୁଷ ଯେତେ ନିର୍ଯାତନା ହଉଛି, ଯେତେ ନିର୍ଯାତିତ ହଉଛି, ନାରୀ ବି ସେତିକି ନିର୍ଯାତିତ ହଉନାହିଁ। ଏଥିପାଇଁ କଣ ପୁରୁଷ ସମାଜ ଦାୟୀ ନା ନାରୀ ସମାଜ ଦାୟୀ? ଗୋଟେ ନାରୀକୁ କଳଙ୍କିତ କରିବାକୁ ହେଲେ ଗୋଟେ ପୁରୁଷ ପଛରେ ହାତ ଦିଆଯାଉଛି, କିନ୍ତୁ ଯୋଉ ନାରୀ ଯୋଉ କଳଙ୍କିତ ପୁରୁଷ ମାନଙ୍କୁ କରୁଛି, ଆ ପଛରେ ଦାୟୀ କିଏ?